ଜୟ ଜଗନ୍ନାଥ। ମୁଇଟା ଏଠି କଟକ ବହୁତ ମଶା ହେଉଛି, ମାନେ ସକାଳ 8ଟାରେ ଭିଡ଼ିଓ ବି ସୁଟ୍ କରୁଛି, ମଶା ହେଉଛି, ସେଇଥିପାଇଁ ଏଇଟା ୟୁଜ୍ କରୁଛି। ଜୁଲାଇ ମାସ 2020ରେ ଆମ ଜ୍ୟୋତିବିନ୍ଦୁ ସୋଲାର ପାର୍କ ଜନ୍ମ ଜଗତସିଂହପୁର କୁଜଙ୍ଗଠାରେ। ଆଜି ହେଉଛି 2026 ମାର୍ଚ୍ଚ ମାସ 26 ତାରିଖ। ପାଖାପାଖି 5-6 ବର୍ଷ ପରେ ଗତକାଲି ଆମେ କୁଜଙ୍ଗରେ ଆମେ ଗୋଟେ ବ୍ରାଞ୍ଚ ଖୋଲିଲୁ। କଟକରେ ଫାଷ୍ଟ ଖୋଲିଥିଲୁ, ତାପରେ ଭୁବନେଶ୍ୱର ଗୋଟେ ଗୋଡାଉନ୍ ଅଛି, ପୁରୀରେ ଗୋଟେ ଛୋଟ ଖୋଲା ଅଛି ଏବଂ ଯାଜପୁରରେ ଗୋଟେ ବଡ଼ ଧରଣର ଅଫିସ୍ ଖୋଲା ହେଇଛି। ମୁଁ ସେଠି ଯିବି। ଆମଠୁ ଜଣେ ସାର୍ ଫ୍ରାଞ୍ଚାଇଜ୍ ନେଇଛନ୍ତି, ବହୁତ ଭଲ କାମ କରୁଛନ୍ତି। ତାକୁ ଯାଇ କେବେ ଭିଡ଼ିଓ କରି ଆପଣ ଦେଖେଇବି। ଆଉ ସବୁ ଜିନିଷ ଦେଖିବେନି, ବିଜନେସ୍ ବି କେତେ ଜିନିଷ ପ୍ରାଇଭେସି ରହିବା ଦରକାର, କାହିଁକିନା ଆମ ଅପୋନେଣ୍ଟ ବା ଆମ ସହିତ ଯେ ପ୍ରତିଦିନ କରୁଛନ୍ତି ସେ ଯେପରି ଆମ ମାନେ କହନ୍ତିନି ଚାଲ ନ ଜାଣିପାରୁ, ସେଇଥିପାଇଁ ବହୁତ ବହୁତ ଜିନିଷ ରହିଥାଏ। ମୁଁ ଏଥିପାଇଁ କହିବା ପାଇଁ ଚାହୁଁଛି କି ମୁଁ କୁଜଙ୍ଗରେ ଫାଷ୍ଟ ଟ୍ରାଏଲ୍ ବେସିସ୍ରେ କାମ କଲି, ବିଜ୍ଞାପନ ଦେଲି। ଫାଷ୍ଟ କୁଜଙ୍ଗରେ ମୋ ବ୍ୟବସାୟ ଆରମ୍ଭ ହେଇଥିଲା। ଆଉ ଆମେ କେବେ ବି ଭାବିନଥିଲୁ ଯେ PM ସୂର୍ଯ୍ୟଘର ଭଳି ଗୋଟେ ଜନମାନସକୁ ଚେଞ୍ଜ କଲା ପରି ଯୋଜନା ଆସିବ। ଆମେ ଅପଗ୍ରେଡ୍ ଉପରେ କାମ କରୁଥିଲୁ, ଘେରିମାନଙ୍କରେ ବହୁତ କାମ କରୁଛୁ। ତାପରେ ଯେତେବେଳେ PM ସୂର୍ଯ୍ୟଘର ଆସିଲା, ମୁଁ କୁଜଙ୍ଗରେ ଫାଷ୍ଟ ବିଜ୍ଞାପନ କଲି। 1.5 ମାସରେ ଆପଣ ବିଶ୍ୱାସ କରିବେନି, ଗୋଟିଏ ବି କଲ୍ ଆସିଲାନି। ଭାଙ୍ଗି ପଡ଼ିଲି, କଟକ ଆଇଲି, କଟକରେ ବିଜ୍ଞାପନ କଲି, ଯାହା ହଉ ଗୋଟେ ଦୁଇଟା କଲ୍ ଆସିଲା। ତାପରେ ଭଗବାନଙ୍କ କାମ ଚାଲିଛି। କୁଜଙ୍ଗରେ ତାପରେ କାମ କଲି। ମୁଁ କୁଜଙ୍ଗରେ କାହିଁକି 1.5 ବର୍ଷ ପରେ କାମ ଆରମ୍ଭ କଲି, ଏ ଯେଉଁ PM ସୂର୍ଯ୍ୟଘର, ମୁଁ ତାର ଛୋଟ ରିଜିନ୍ କହିଦେଉଛି। କୁଜଙ୍ଗରେ ଯେଉଁମାନେ ଗଲେ ବାହାରୁ ଭେଣ୍ଡର ବସିଲେ, ଷ୍ଟେଟ୍ ବ୍ୟାଙ୍କ ଦେଉଛି 1,99,000 ଟଙ୍କା ଲୋନ୍। ସେଇ ଲୋନ୍ରେ ସବୁ ଜିନିଷ ଲଗାଇ ଦେଉଛନ୍ତି, ପ୍ୟାନେଲ୍, ଇନଭର୍ଟର ସବୁ। ପ୍ରଥମ ଜିନିଷ ହେଲା ସେମାନେ ଲୁମିନସ୍ ଲଗାଉଛନ୍ତି, ନନ୍ DCI ପ୍ୟାନେଲ୍। DCI ପ୍ୟାନେଲ୍ କିଏ ବି ପ୍ରାୟ ଲୋକ 1,90,000 ଲଗାଉନାହାନ୍ତି, ଯଦି ବି ଲଗାଉଛନ୍ତି SCDB DCDBରେ MCB ହାଭେଲ୍ସ ଦେଲାକୁ ଏଇଟା ଷ୍ଟ୍ରାଇଡର ବା SPD ଦେଇ ଦେଉଛନ୍ତି। ସେଇଠି ଗୋଟେ ମାନେ ପଇସା ସେମାନେ ସେଭିଂ କରୁଛନ୍ତି। ଆଉ ପିଓର ଜିନ୍ଦଲ କିମ୍ବା JSW ଷ୍ଟ୍ରକ୍ଚର ଦେଉନାହାନ୍ତି। ଆଉ କେବୁଲରେ ବି ସେମାନେ ଟିକେ ଘପଚା କରୁଛନ୍ତି, କାହିଁକିନା ମାଇକ୍ରୋଟେକ୍, KEI, ପଲିକ୍ୟାପ୍ କିମ୍ବା ହାଭେଲ୍ସକୁ ପ୍ରୋଭାଇଡ଼ କରୁନାହାନ୍ତି ପ୍ରାୟ ଜାଗାରେ। ଯଦି ଜଣେ କିଏ KEI ପ୍ରୋଭାଇଡ଼ କଲା, ତାହେଲେ ଷ୍ଟ୍ରକ୍ଚରକୁ ଆପୋଲୋ ଦେଇଦେଉଛି। ଆଉ ଦ୍ୱିତୀୟ କଥା ହେଲା ନଟ୍ ବୋଲ୍ଟ SS ଦେଉନାହାନ୍ତି। ଷ୍ଟେନଲେସ୍ ଷ୍ଟିଲ୍ ନଟ୍ ବୋଲ୍ଟ କିଏ ବି ଆମ ସେପଟେ ପ୍ରାୟ ପ୍ରୋଭାଇଡ଼ କରୁନାହାନ୍ତି, ମୁଁ ଦେଖିବାରେ। ମୁଁ କହୁନି କିଏ ବି, କାହିଁକି ନା ଦେଖନ୍ତୁ ସେପଟେ ହେଲା ବାତ୍ୟା ଇଲାକା। ଯଦି ଆପଣମାନେ ସବୁ ଜିନିଷ ଭଲ ନ ଲଗେଇବେ, ତାହେଲେ ଏଇଟା ଇନଭେଷ୍ଟମେଣ୍ଟ କେମିତି ହେଲା? ଆପଣ କେବଳ ସବସିଡ଼ି ଲୋଭରେ ଜିନିଷ ଲଗେଇଲେ। ସେଇଥିପାଇଁ ଆଜ୍ଞା ଆମେ ଏବେ ଡିସାଇଡ଼୍ କରୁଛୁ ଯେ କିପରି କଷ୍ଟ କଟିଂ କରିବୁ, କାହିଁକିନା ନୂଆ ନୂଆ କଷ୍ଟ କଟିଂ କରିହେବନି। ତେଣୁ ଆମେ ପାଖାପାଖି 14 ଲକ୍ଷ ସମଥିଙ୍ଗର କେବୁଲ୍ ମଗେଇଛୁ, ମାଇକ୍ରୋଟେକ୍ କେବୁଲ୍। ତା ସହିତ ପଲିକ୍ୟାପ୍ କେବୁଲ୍ 2-3 ଲକ୍ଷ ଟଙ୍କା ମଗେଇଛୁ ଏବଂ ନିଜେ ହୋଲ୍ଡିଂ ସେଟଅପ୍ ବସେଇଛୁ, ଯାହାଦ୍ୱାରା କଷ୍ଟ କଟିଂ କରିହେବ। କାହିଁକିନା ଆମ ଅପୋନେଣ୍ଟ ମାନେ କ'ଣ ହେଉଛି, ସେମାନେ କଟକ ଭୁବନେଶ୍ୱର ବା ବାହାରୁ ଆସୁଛନ୍ତି, ଜିନିଷ ଲଗେଇଦେଲେ ପଳେଇଲେ। ଯେହେତୁ ଆମେ ଲୋକାଲ୍ ଲୋକ, ଆମେ ସେମାନଙ୍କୁ ଫେସ୍ କରୁଛୁ। ଯେହେତୁ ଭଗବାନ ଦୟାରୁ ଆମର ଗୋଟେ ସୁନାମ ଅଛି, ବାପାଙ୍କର ଜେଜେଙ୍କର ଗୋଟେ ସୁନାମ ଅଛି। ତେଣୁ ଯଦି ଆମେ ବି କିଛି ବି ଆଗ ପଛ କରିଦେବୁ, ଲୋକ ଆମ ବେକରେ ପଡ଼ିଯିବେ ସମସ୍ତେ। ସେଥିପାଇଁ ଆମର ଟିକେ ଭୟ ଥିଲା। ତଥାପି ସେ ଭୟକୁ ଟିକେ ଟିକେ ଇଏ କରିକିରି ଆମେ ଏବେ ଗତକାଲି ଗୋଟେ ଫ୍ରାଞ୍ଚାଇଜ୍ ନୁହଁ, ନିଜସ୍ୱ ଗୋଟେ ଦୋକାନ ଖୋଲା ହେଇଛି କୁଜଙ୍ଗରେ, ନିଜ ଜାଗା ଉପରେ। ତା ସହିତ ଆମେ ଗୋଟେ ଯୋଜନା ଆରମ୍ଭ କରୁଛୁ, ଯିଏକି ଆମେ ଆପଣମାନଙ୍କୁ ଲୋଭ ଦେଖାଉନୁ। ଆମେ ଆମ ଲାଭର ବହୁତ ବଡ଼ ଭାଗ ଆପଣ ଦେବା ପାଇଁ ଯାଉଛୁ। ଯୋଜନା ଚାଲିଛି, ଯଦି ଭଗବାନ ଦୟାରୁ ଏଇ 5 ଦିନ ଭିତରେ 2 କୋଟି କି 3 କୋଟି ଟଙ୍କା ଆରେଞ୍ଜ ହେଇପାଇଲା, ତାହେଲେ ଆମେ ହ୍ୟୁଜ୍ ଆମାଉଣ୍ଟର ମାଲ୍ ମଗେଇବୁ, ସୋଲାର ପ୍ଲେଟ୍ ମଗେଇବୁ, ପ୍ୟାଲେଟ୍ ହିସାବରେ ମଗେଇବୁ, ଯାହାଦ୍ୱାରା ଆମକୁ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ଏବଂ ପର୍ ସେଲ୍ ପିଛା 1.5 ଟଙ୍କାରୁ ଟଙ୍କାଟା ଲେଖାଏଁ କମିଯିବ। ସେଇଟା ହେଲେ ଆମେ ଆମ କଷ୍ଟମରମାନଙ୍କୁ ବହୁତ ସୁନ୍ଦର ଉପହାର ଦେଇପାରିବୁ। ଆମେ ଯୋଜନା କରୁଛୁ 185 ଲିଟର ଗୋଟେ ଫ୍ରିଜ୍ ଦେବୁ, ଆକ୍ୱାଗାର୍ଡ଼ ଦେବୁ, ମାଇକ୍ରୋ ଓଭାନ୍ ଦେବୁ, ତାପରେ LED TV ଦେବୁ 32 ଇଞ୍ଚର, ଏବଂ ଚେଷ୍ଟା କରୁଛି କି ସବୁ ସ୍ୟାମସଙ୍ଗ ଦେବା ପାଇଁ।
ସେଥିପାଇଁ ମୁଁ ଟିକେ ଆଗ ପଛ ହେଉଛୁ, କଷ୍ଟ କଟିଂ କରୁଛୁ। କାରଣ ଦେଖନ୍ତୁ ଯଦି ଆମକୁ ଲାଭ ନ ପୋଷେଇଲା ଆମେ କେମିତି ବେପାର କରିବୁ? କାରଣ 5 ବର୍ଷ ଆଗ ଆମେ ତ ମେଣ୍ଟେନାନ୍ସ ନେବୁ ନା। ଏମିତି ବହୁତ ଜିନିଷ ଅଛି। ଆଉ ସେଇଥିପାଇଁ ଆମେ ଏଇଟା ଇଏ କରୁ। କାରଣ ମୁଁ ଦେଖିଛି ଆମର ଜଣେ ବନ୍ଧୁ, ତାଙ୍କ ଘର ପାଖରେ ନବାଡ଼ିଆ ବନ୍ଧୁ କଣ ତା ନାଁ ତ ସଂଗ୍ରାମ। ନବାଡ଼ିଆରେ ତାଙ୍କ ଘରେ ସୋଲାର ଲଗେଇଲେ, ତାଙ୍କ ପାଖ ଘରେ ସୋଲାର ଲାଗିଛି, ସେଇଟା ପୂର୍ବ ଆଡ଼କୁ ଅନେଇକି ଅଛି। ମାନେ ସପୋଜ ଏପଟ ହେଲା ପୂର୍ବ ଆଡ଼, ସୋଲାର ପ୍ଲେଟ୍ ଏମିତି ବସିଛି। ନିୟମ କହୁଛି ସାଉଥ ଦିଗକୁ ବସିବା କଥା। ତାଙ୍କ ବାପା ହିଁ ମୋତେ କହିଲେ ନା କ୍ରିଷ୍ଣା ତୁମେ ପୂର୍ବକୁ ବସାଅ। ମୁଁ କହିଲି ଅଙ୍କଲ ମୁଁ ପୂର୍ବକୁ ବସାଇ ପାରିବି ନାହିଁ, ଆପଣ ମୋତେ ସେଇ ଭେଣ୍ଡର ସହ ଯୋଗାଯୋଗ କରନ୍ତୁ, କିନ୍ତୁ ମୁଁ କଦାପି ପୂର୍ବକୁ ବସାଇ ପାରିବି ନାହିଁ। କାହିଁକି ନା ଗଭର୍ଣ୍ଣମେଣ୍ଟ ସବସିଡ଼ି ଦେଉଛି, କେତେବେଳେ ବି ଗୋଟେ ସରପ୍ରାଇଜ୍ ଭିଜିଟ୍ କରିପାରେ। ତାପରେ ଆପଣ କ'ଣ କହିବେ, କଷ୍ଟମର ତ ସବୁବେଳେ ଠିକ୍, ଆପଣ ଯଦି ପାରି ହେଇଗଲେ ମୋ ଉପରେ ଆଞ୍ଚ ଆସିଯିବ। ତେଣୁ ମୁଁ କଦାପି ବସାଇବି ନାହିଁ। ଯାହା ଅଙ୍କଲ ବୁଝିପାରିଲେ, ତାଙ୍କ ପୁଅମାନେ 2 ଜଣ ବି ବୁଝେଇଦେଲେ, ତାଙ୍କ ସାଉଥ ଆଡ଼କୁ ବସିଛି। ତେଣୁ ମୁଁ କଥା ଆଜ୍ଞା, ଏଇ ଯେଉଁ ବ୍ୟବସାୟ କରୁଛୁ ଆମେ କେବଳ କୁଜଙ୍ଗ ପାଇଁ ଫୋକସ୍ କରୁନୁ, ଆମେ ବହୁତ ଜାଗାରେ ବ୍ୟବସାୟ କରୁଛୁ। କୁଜଙ୍ଗ ଆମେ ବିଳମ୍ବରେ ଆସିପାରିଲୁ, ତା ମାନେ ନୁହଁ ଯେ ଆମେ କୁଜଙ୍ଗରେ ନଥିଲୁ। କୁଜଙ୍ଗରେ ଥିଲୁ, କିନ୍ତୁ ଏଥିପାଇଁ ହୁଏ ଆମ ଯେଉଁ ବାପା ଜେଜେ ଅମଳ ପ୍ରାୟ ଲୋକଙ୍କର ବାକି ପଡ଼ିଛି। ବାକି ମାନେ ଯେଉଁ କୃଷି ଲୋନ୍, ସେମାନେ ଠିକ୍ସେ ସୁଝୁନାହାନ୍ତି, ଲୋନ୍ ଠିକ୍ସେ ହେଇପାରୁନି, ନା ଚେଞ୍ଜ ହେଇପାରୁନି, ଶେଷ ଟାଇମ୍ ବହୁତ ଫାଇନ୍ ଅଛି। ଏମିତି ବହୁତ ପଜିଟିଭ୍ ଆଉ ନେଗେଟିଭ୍ ରେସ୍ପନ୍ସ ଆସୁଛି। ଏବଂ ମୁଁ ବି ଜାଣିଛି ମୋତେ ସେପଟେ ବହୁତ କଷ୍ଟ କରିବା ପାଇଁ ପଡ଼ିବ। କଟକ ଭୁବନେଶ୍ୱର ଭଗବାନଙ୍କ ଏତେ କଷ୍ଟ କରିବା ପାଇଁ ପଡ଼ୁନି, କାହିଁକିନା ଲୋକ ଆପଣମାନେ ସବୁ ଜାଣିଗଲେ। ଆଉ ବହୁତ ରେଫରେନ୍ସ କଷ୍ଟମର ଆସୁଛନ୍ତି, ମାସକୁ ମିନିମମ୍ ତ 20ରୁ 25ଟା ଖାଲି ରେଫରେନ୍ସ ଚାଲି ଆସୁଛନ୍ତି। ଭାଇ ମୁଁ ଲଗେଇଦେଲି, ତୁ ଆଙ୍କର ଲଗେଇଦେ। ଏମିତି ଟିକେ ଟିକେ ଆମେ 2-5ରେ ଅଛୁ। ଆଉ ଟିକେ ଭୟ ବି ଲାଗୁଛି କୁଜଙ୍ଗ ଦୋକାନ କରିବା ପାଇଁ। କାଲି ଓପନିଂ ହେଲା, କାଲି ଜଣେ ଟ୍ୱିଙ୍କିଲ୍ ବୋଲି ଗୋଟେ ଝିଅ ଆସିବା କଥା, ସେ ଆସିପାରିଲାନି, ଅଫିସ୍ ବସିବା କଥା। ସେ ଆଜି ଆସିବ, ଆଜି ମୁଁ ନାହିଁ। କାହିଁକିନା ଆଜି ଏପଟେ କଟକରେ 8-10ଟା ଲୋନ୍ ସାଙ୍ଗସନ୍ ହେବ। ନିଜ ପ୍ରେଜେଣ୍ଟ ବି ଦରକାର, କାରଣ ଟିକେ ଆମେ ରହିଲେ ଲୋନ୍ଟା ବୁଷ୍ଟ ହେଇଯାଉଛି। ଆଉ ଆପଣ ଦେଖନ୍ତୁ ଏଇ କୁଜଙ୍ଗ ଦୋକାନ ଯେଉଁ ଓପନିଂ ଭିଡ଼ିଓ ସେରିମନି ମାନେ କେମିତି ହେଲା, ମୁଁ ଆପଣଙ୍କୁ ଦେଖାଉଛି, ଆପଣ ସେଇଟା ଦେଖନ୍ତୁ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ। ଆଉ କେବେ ଗୋଟିଏ ଜିନିଷ କହୁଛି, ସୋଲାରଟା ହେଉଛି ଇନଭେଷ୍ଟମେଣ୍ଟ, ଖର୍ଚ୍ଚ ନୁହଁ। ତେଣୁ ଶସ୍ତାରେ ଯାଆନ୍ତୁନି। ମୋତେ ପ୍ରାୟ କଷ୍ଟମର କଲ୍ କରି କୁହନ୍ତି ଆଜ୍ଞା 3 କିଲୋ କେତେ ଟଙ୍କା? 2 ଜଣ, ଗୋଟେ ଥିଲେ ବେହେରା ବାବୁ, ଆଉ ଜଣ ନାଁ ମନେ ନାହିଁ। ବେହେରା ବାବୁ ମୋ ପାଖରେ ଲଗେଇଲେ, ଆଉ ଜଣେ କଷ୍ଟମର ଲଗେଇଲେନି। ସେ କଲ୍ କରି କହିଥିଲେ ଆଜ୍ଞା ଟପକନ୍ ପ୍ୟାନେଲ୍ ୱାରିର, ଇନଭର୍ଟର ବି GTI ୱାରି, କେବୁଲ୍ ହେଉଛି ପଲିକା ଆଣ୍ଡ ଡିସିଟା ହେଉଛି ମାଇକ୍ରୋଟେକ୍, SS ନଟ୍ ବୋଲ୍ଟ, ଜିନ୍ଦଲର ଷ୍ଟ୍ରକ୍ଚର, ଆର୍ଥିଂ ହେଉଛି ଫରକାଷ୍ଟର, ଆଉ ସବୁ ହାବେଲ୍ସ ହେଉଛି ACD DCB। କେତେ ଟଙ୍କା ପଡ଼ିବ? ମୁଁ ତାଙ୍କୁ କହିଥିଲି 2,10,000, ଆମର 2,05,000 ଫାଇନାଲ୍ ହେଇଥିଲା। 580 ୱାଟ୍ ପ୍ୟାନେଲ୍, ସୋଲାର ପ୍ୟାନେଲ୍। ଏମିତି କଷ୍ଟମର ହେଲେ ଭଲ, ଆପଣ ବୁଝିବା ପାଇଁ ପଡ଼ିବନି, ସେମାନେ ବୁଝିକି ଆସିଥାନ୍ତି। ଠିକ୍ ଅଛି, ସମସ୍ତେ ତ ସେମ୍ ନୁହନ୍ତି। ଆଉ ତଥାପି ଆମେ ଡିସାଇଡ଼୍ କରୁଛୁ କୁଜଙ୍ଗ ସେ ଯୋଜନାଟା କରିବୁ କି ନ କରିବୁ, କାହିଁକିନା ବହୁତ ମାନେ ରିକ୍ସ ଅଛି। ଯେପରି ଆମ ଭାରତୀୟମାନେ ନାନକୁ ମନା କରିଦେଲେ, କାହିଁକିନା ଏ ଶସ୍ତା ଗାଡ଼ି, କିନ୍ତୁ ସେଇ ଭାରତୀୟମାନେ ଆମେମାନେ MGକୁ ଉଦାହରଣ କଲୁ 12 ଲକ୍ଷ ଟଙ୍କା ଦେଇକି। ତେଣୁ ମାର୍କେଟିଂ ଆଜ୍ଞା ବୁମେରାଙ୍ଗ ବି ହେଇପାରେ। ତେଣୁ ସେଇପାଇଁ ଟିକେ ମାନେ କହନ୍ତିନି ଛାତିଟା ଧକ୍ ଧକ୍ ହେଉଛି, କ'ଣ କରିବି? ଯଦି ମୁଁ ଶସ୍ତାରେ ଜିନିଷ ଲଗେଇଦେବି, ତାହେଲେ ମୁଁ କେବୁଲ୍ ଭଲ ଦେଇପାରିବିନି, ଷ୍ଟ୍ରକ୍ଚର ଭଲ ଦେଇପାରିବିନି, SS ନଟ୍ ବୋଲ୍ଟ ଭଲ ଦେଇପାରିବିନି। ଆଉ ଯଦି ଭଲକୁ ଗଲି, ତାହେଲେ କଷ୍ଟମର ମାନେ ପଇସା ଠିକ୍ସେ ଦେବେନି। ଏମିତି ବହୁତ ପଜିଟିଭ୍ ଇଏ ଅଛି। ମୁଁ ଦେଖୁଛି କ'ଣ କରିବି, କାରଣ ଜନ୍ମ ମାଠୁ ତ ଲାଭ ରଖିବା ବି ମୋତେ ଭଲ ଲାଗେନି। ଆଉ ଠିକ୍ ଅଛି। ଆଉ ଆମ ଆଜି ଦୋକାନ ଆରମ୍ଭ ପାଇଁ ଓମ୍ ଶାନ୍ତି ଭାଇ ଭଉଣୀ ଚାଲି ଆସିଲେ। ଦୋକାନ ନାଁ ହେଉଛି ଜ୍ୟୋତିବିନ୍ଦୁ ସୋଲାର ପାର୍କ। ଆମ ମା ଜ୍ଞାନ ମାର୍ଗରେ ଅଛି। ମା ଆଉ ବାପା ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ। ସେଠି ଜଣେ ଭଉଣୀ ଆଦିବାସୀ ମା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆଜି ଭାରତର ରାଷ୍ଟ୍ରପତି। ମହାମହିମ ସେ। ସବୁ ଭଉଣୀମାନେ ଆସିଗଲେ, ନିଜ ନିଜ ହିସାବରେ ସାହାଯ୍ୟ କରୁଛନ୍ତି। ଇଏ ଗୋଟେ ସୁନ୍ଦର ପରମ୍ପରା କି ଜଣଙ୍କର ଧ୍ୱଜା ଉଡ଼ିଲେ ବା ଜଣଙ୍କର ବାବାଙ୍କର କାମ ପଡ଼ିଲେ ଅନ୍ୟ ଭଉଣୀମାନେ ସ୍ୱତଃପ୍ରବୃତ୍ତ ଚାଲିଯାଆନ୍ତି। ଆଉ ଏଇଟା ହେଲା ଆମ ଘର, ଏଇଠି ମୁଁ ମୋ ଛୋଟବେଳ କଟେଇଛି। ସେ ଘର ଆଗେ ଦୋକାନ କରୁଛୁ।
ବାବାଙ୍କ ଝଣ୍ଡା ଉଠିବ, କିଛି ତାଙ୍କ ପୂଜା ପର୍ବ ନାହିଁ, କେବଳ ପ୍ରସାଦ ଖାଇବେ, ଧ୍ୟାନ କରିବେ। ଆମର ଯେଉଁ ଥାଏ ପାୱାର ମାନିଫେଷ୍ଟେସନ, ମାନେ ଧ୍ୟାନର ଶକ୍ତି ସେ ଏଇଠି ଦିଅନ୍ତି। ଯେପରି ଆପଣ ବଡ଼ ବଡ଼ ୟୁଟ୍ୟୁବରଙ୍କୁ ଦେଖି କହିବେ ଲ ଅଫ୍ ଆଟ୍ରାକ୍ସନ୍, ଯାହା ଭାବିବେ ତାହା ହେବ। ତାହାର ଓଡ଼ିଆ ଏବଂ ସଂସ୍କୃତିକ ଭର୍ସନ ହେଉଛି ଧ୍ୟାନ। ଏଇ ଭଉଣୀମାନେ ଧ୍ୟାନ କରନ୍ତି, ଯାହାକୁ ସେମାନେ ତପ ନାଁ ଦେଇଛନ୍ତି ଏବଂ ସତ କଥା ବହୁତ ସାଧନା କରନ୍ତି। ଆଜି ସମସ୍ତେ ଆସି ଯାଇଥିଲେ, ପାଗ ବି ବହୁତ ଇଏ ଥିଲା, ଦୋକାନ ବଜାର ଖୋଲୁନଥିଲା, ତେଣୁ ଆମକୁ ବହୁତ ଭଲ ଜାଗା ମିଳିଲା ଠିଆ ହେଇକି ଧ୍ୟାନ କରିବା ପାଇଁ। ଭାଇମାନେ ପତାକା ଲଗାଉଛନ୍ତି, ମୁଁ ଟିକେ ଉପରୁ ଚାଲିଗଲି, ଉପର ଭ୍ୟୁ ଦେଖିଲି। ଆଉ ଦେଖନ୍ତୁ ଭାଇମାନେ ଟିକେ ପତାକା ଲଗାଉଛନ୍ତି। ପତାକା ଉଡ଼ିଲା ପରେ ଆମେ ଯାଇ ସେଠି ଧ୍ୟାନ କରିବୁ। ଭଉଣୀ ମୋତେ ଡାକିଲେ, ମୁଁ କହିଲି ହଉ ଭଉଣୀ ମୁଁ ଯାଉଛି, ତଳକୁ ଯାଉଛି। ଆମେ ଯୋଜନା କରୁଛୁ ସେଇଠି କେବଳ ଟୋକନ୍ ଦେବୁ, ଲୁମ୍ ହେଉ, ୱାରି ହେଉ, ଆଦାନୀ ହେଉ। ଆଦାନୀର ଗୋଟିଏ ଡିମେରିଟ୍ ହେଉଛି କ'ଣ, ଆଦାନୀର ନିଜସ୍ୱ ଇନଭର୍ଟର ନାହିଁ। ମୁଁ ଯାଇ ପହଞ୍ଚିଗଲି, ମୁଁ ଟିକେ ମୋ ଭିଡ଼ିଓ ରଖିଦେଲି, ଆଉ ସେଠି ବାପା ଠିଆ ହେଇଛନ୍ତି, ଆଉ ସବୁ ଭଉଣୀ ଚାଲିଗଲେ। ଏବେ ସବୁ ଆମେ ଧ୍ୟାନ କରିବା ଉପରେ, ଧ୍ୟାନ ଶକ୍ତିକୁ କେନ୍ଦ୍ରୀଭୂତ କରିବୁ, କିପରି ଏଇ ଯେଉଁ ଛୋଟ ବ୍ୟବସାୟ ବା ଷ୍ଟାର୍ଟଅପ୍ ଚାଲୁ ଏବଂ ଏହାଦ୍ୱାରା ବହୁ ପରିବାର ଲାଭ ପାଆନ୍ତୁ ଏବଂ ଆମକୁ ଲାଭାନ୍ୱିତ କରନ୍ତୁ। ଆମେ ସବୁ ଧ୍ୟାନ କରୁଛୁ। ଭଉଣୀ ନଡ଼ିଆ ବାଡ଼େଇଲେ, ନଡ଼ିଆ ପାଣିକୁ ଧ୍ୱଜାର ପାଦରେ ଦେଇଦେଲେ। ଶ୍ରୀ ଫଳରୁ ଶ୍ରୀ ଗଣେଶ ଆରମ୍ଭ ହେଲା ଏହି ବ୍ୟବସାୟର। ସବୁ ଭଉଣୀ ଧ୍ୟାନରତ। ଏ ବଡ଼ ଭଉଣୀ, ଇଏ ସାନ ଭଉଣୀ, ଆଶ୍ରମର ଇଏ ଦାୟିତ୍ୱ ନେଇଛନ୍ତି ଦୁଇ ଭଉଣୀ। ସମସ୍ତେ ହାତ ଗୋଟେ ସଂକଳ୍ପ ନେଉଛନ୍ତି କିପରି ନିଜକୁ ପବିତ୍ର ରଖିବା ପାଇଁ। ସେପଟେ ବନାମୁ ଠିଆ ହେଇଛନ୍ତି, ଦେଖନ୍ତୁ ପଛପଟେ ଚାଳ ଘରରେ ସେ ଜୟଗୁରୁ ଲୋକ, ତାଙ୍କର ଆମ ପ୍ରତି ଅବଦାନ ବହୁତ ଅଛି। ନିଃସ୍ୱାର୍ଥ ଭାବେ କାମ କରୁଛନ୍ତି, ଦେଇକି ସେ ଆଜି ମାନେ ପୁରା ସୁଦାମା ଅବସ୍ଥାରେ। ଧ୍ୱଜା ଉଡ଼ିଲା, ସବୁ ଫୁଲ ଯେ ସାନ ଭଉଣୀଙ୍କ ଉପରେ ପଡ଼ିଯାଇଥିଲା। ସେଠି ଗୋଟେ ହାସ୍ୟାତ୍ମକ ମାହୋଲ ସୃଷ୍ଟି ହେଲା। ଧ୍ୱଜା ଉଡ଼ୁଛି, ଧ୍ୱଜା ଉଡ଼ିବା ସହ ଜଣେ ଚଢ଼େଇ ଆସି ବସିଗଲେ, ଧ୍ୱଜା ନୁହଁ ଛାତ ଉପରେ। ମୋତେ ଲାଗିଲା କି ଜେଜେ ଚାଲି ଆସିଲେ ଏଇ ଜିନିଷ ଦେଖିବା ପାଇଁ। ସମସ୍ତେ ଧ୍ୟାନରେ ମଗ୍ନ। ମୁଁ ବି ମୋତେ କହିଥିଲି ଧ୍ୟାନ କରିବା ପାଇଁ, ମୁଁ ଧ୍ୟାନ କରୁଥିଲି, ତଥାପି କିଛି ଭିଡ଼ିଓ କରୁଥିଲି, କାହିଁକିନା ଆପଣମାନଙ୍କୁ ଦେଖିବା ପାଇଁ। ଇଏ ହେଲେ ସେ ବନମାଳୀ ବାରିକ, ବହୁତ ଭଦ୍ର ଲୋକ। ତାପରେ ଧ୍ୟାନ ଚାଲିଛି ଏବେ, ସମସ୍ତେ ଧ୍ୟାନରେ ମଗ୍ନ। ଦେଖାଯାଉଛି ହାତ ବଢ଼ିଆ ସହଜ। ଆପଣ ଯଦି 40-50 ସେକେଣ୍ଡ ରଖିଦେବେ, ହାତ କ'ଣ ହେଇଯିବ। ଏଲା ସେଇ ପାଦୁକା, ଯେଉଁମାନେ କି ଆଜି ଆମକୁ ବିଶ୍ୱାସ କରି ଭଲ ପାଇ ଆମ ଦୋକାନ ଉଦାହରଣ ଆସିଛନ୍ତି, ସେ ଭାଇ ଭଉଣୀଙ୍କୁ ଅଶେଷ ଧନ୍ୟବାଦ। ତାପରେ ଭଉଣୀ ଯାଇକି ଆମ କମ୍ପ୍ୟୁଟରରେ ବାବାଙ୍କୁ ଚିହ୍ନ ମାରିଲେ, ପରମାତ୍ମାଙ୍କ ଚିହ୍ନ। ଆଉ କହିଲେ କି ମୋ ପାଇଁ ବଡ଼ ଫଟୋ ଦୁଇଟା ଆଣି ଦେବେ। ତାପରେ ସମସ୍ତେ ପ୍ରସାଦ ସେବନ କରୁଛନ୍ତି। ମା ପକୁଡ଼ି କରିଥିଲା ଏବଂ ଆମେ କଟକରୁ ମିଠା ମଗାଇଥିଲୁ ଓମ୍ ଶାନ୍ତି ଭାଇ ଭଉଣୀଙ୍କ ପାଇଁ। ସୌରି ସାହିରୁ ମିଠା ଆସେ, ନୂଆ ବଜାର। ଏବେ ସବୁ ଦୋକାନ ଖୋଲିବା ଉପରେ। ଆଉ ଏତିକି ସବୁ କେବୁଲ ଆଜି ଆସିଥିଲା ମାଇକ୍ରୋଟେକ୍ର, ଏ ପାଖାପାଖି 40-50 ହଜାର ଟଙ୍କା କି ଲକ୍ଷେ ଟଙ୍କା ମାଲ ଆଜି ଆସିଥିଲା। ତାକୁ ଆମେ ସେ ଦୋକାନରେ ସଜେଇଲୁ। ତାପରେ ଚାଲିଗଲୁ କୁଜଙ୍ଗ ପାଖରେ ଗୋଟେ ଇଏ ହେଉଛି, ଇନଷ୍ଟଲେସନ୍ ହେଉଛି। ଏ ସେ ସଂଗ୍ରାମ ସାର୍, କ୍ୟାରିୟର CEO। ଆଉ ଏଇ ଗୋଟେ ସୋଲାର ବି ଆମେ ଲଗେଇଥିଲୁ। ଆମେ ସେ ଗାଁକୁ ଯାଉ, ସେ ଗାଁ ନାଁ ହେଉଛି ବାଲିବାରି। ତାଙ୍କ ଛାତ ଉପରେ ଏବେ ସୋଲାର ଇନଷ୍ଟଲେସନ୍ ହେଇଯାଉଛି। 575 ୱାଟ୍ ୱାରି ଟପକନ୍। ଆଉ ଆମ ଅମିତାଭ ବାବୁ, ୱାନ୍ ଅଫ୍ ଦ ମେନ୍ ଆର୍ମି, ଏ କାମ ଚାଲିଛି। ଏ ସଙ୍କଟ ମୋଚକ ଅମିୟ ବାବୁ ସେଇଥିପାଇଁ ଆଜି ଦୋକାନ କାମରେ ନିୟୋଜିତ। ନିୟୋଜିତ ସେ ଶବ୍ଦ ବ୍ୟବହାର କରିହେବନି। ଦୋକାନ ପୂଜା ହେଲା ସେଇଠି ନଥିଲେ, କାରଣ ତାଙ୍କ ପାଇଁ ତ କର୍ମ ବଡ଼।
ଆଉ ଏଇଠି ଆମେ ନଟ୍ ବୋଲ୍ଟ ଭିଡ଼ାଭିଡ଼ି କରିବା ଲାଗିଛୁ। କାମ ଚାଲିଛି। ବଟା ବାବୁ ତ ଟିକେ ମାନ ଅଭିମାନ କରିଦେଲେ, କେତେ ଆଉ ବୁଝେଇବେ ଅମି ବାବୁ ନିଜ ସ୍କୁଲ ବନ୍ଧୁକୁ। ତଥାପି ସବୁ ପୂର୍ବ ଅବସ୍ଥାକୁ ଚାଲି ଆସିଛି। ସମସ୍ତେ ହସ ଖୁସି କାମ ଚାଲିଛି। ହସ ଖୁସି ରହିବା ବି ଦରକାର। ଏବଂ ମୁଁ ତଳକୁ ଯାଇ ଲାଷ୍ଟ ଗୋଟେ ଭିଜନ୍ ଦେଖାଇ ଦେଉଛି। ଏଇଠୁ ମୁଁ ମୋ ଭିଡ଼ିଓ ଏଣ୍ଡ କରିବି, କାହିଁକିନା ମୁଁ ଏବେ କଟକ ଯିବି। ଖରା ହେଲେ